କାହାଣୀ ପରହିତ ହିଁ ଭକ୍ତି। ବିଶୋବା ନାଗନାଥରେ ରହୁଥିଲେ। ସେ ସୁନା ରୂପାର ବେପାର କରୁଥିଲେ। ଭଗବାନଙ୍କ ପ୍ରତି ତାଙ୍କର ଭାରି ପ୍ରୀତି ଥିଲା। ସେହି ଅଞ୍ଚଳରେ ବାରମ୍ବାର ଦୁର୍ଭିକ୍ଷ ପଡ଼ୁଥିଲା। ଯାହା କିଛି ବି ତାଙ୍କର ସଞ୍ଚୟ ରହୁଥିଲା ତାହାକୁ ସେ ଦୁର୍ଭିକ୍ଷ ପୀଡ଼ିତଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଥରେ ଦେଖିଲେ ଦୁର୍ଭିକ୍ଷ ଭୟାବହ ହୋଇଛି। ହଜାର ହଜାର ଲୋକ ପ୍ରତିଦିନ ମରୁଛନ୍ତି। ତାଙ୍କ ପାଖରେ ମଧ୍ୟ ପଇସା ସମାପ୍ତ ହୋଇଗଲା। ଭାବିଲେ ପଠାଣଠାରୁ ଧନ ଆଣି ଦାନା କିଣିବି ଏବଂ ଭୋକିଲା ଲୋକଙ୍କୁ ବାଣ୍ଟିଦେବି। ତାଙ୍କର ପ୍ରତିଷ୍ଠା ଥିବାରୁ ଋଣ ସୁଝିଦେବାର ବିଶ୍ୱାସ ମଧ୍ୟ ଥିଲା। କିନ୍ତୁ କେତେଜଣ ଚୁଗୁଲିଆ ପଠାଣକୁ କହିଦେଲେ ଇଏ ତ ଦେବାଳିଆ ହୋଇଯାଇଛନ୍ତି। ସେ ସମୟରେ ପଠାଣଙ୍କର ଭାରି ପ୍ରଭାବ ଥିଲା, କାରଣ ମୁସଲମାନଙ୍କର ଶାସନ ଥିଲା। ପଠାଣ ବିଶୋବାଙ୍କୁ କ୍ରୂରତାପୂର୍ବକ ଯାତନା ଦେବାରେ ଲାଗିଗଲେ। ସ୍ଥାନେ ସ୍ଥାନେ ଅପମାନିତ ବି କଲେ। ତଥାପି ସେ କିଛି କହିଲେ ନାହିଁ। କହୁଥିଲେ ବ୍ୟବସ୍ଥା ଦେଖି ଋଣ ସୁଝିଦେବି। ଆପଣ ଚାହିଁଲେ ଋଣ ବଦଳରେ ମୁଁ ପଶୁ ପରି ଜୀବନ ସାରା ଆପଣଙ୍କର ଗୋଲାମୀ ବି କରିବି। ଗୁମାସ୍ତା ତାଙ୍କର ଏହି ଅବସ୍ଥା ସହ୍ୟ କରିପାରିଲା ନାହିଁ। ସେ ଜୀବନ ସାରା ସଞ୍ଚୟ କରିଥିବା ପୁଞ୍ଜି ପଠାଣକୁ ଦେଇ ନିଜର ପରୋପକାରୀ ମାଲିକଙ୍କର ଉଦ୍ଧାର କରାଇଲା। ବିଶୋବା ଓ ଗୁମାସ୍ତା ଦୁହେଁ ପରହିତରେ ଭକ୍ତିପୂର୍ବକ ଈଶ୍ୱରଙ୍କ କାର୍ଯ୍ୟରେ ଲାଗି ରହିଲେ। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।